ମୁଁ ବର୍ତ୍ତମାନ ଅଛି ବେଣ୍ଟକାର ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ବ୍ୟାକ୍ ସାଇଡ଼୍ରେ ଅଛି। ବର୍ତ୍ତମାନ ଗୋଟେ ଅସୁବିଧା ଅଛି କ'ଣ କି ଏଠି ଗୋଟେ ପାଣି ବ୍ୟବସ୍ଥା ମଧ୍ୟ ଅଛି। ଲୋକମାନେ ମାର୍କେଟ କମ୍ପ୍ଲେକ୍ସରେ ଥିବା ପାଣି ବ୍ୟବସ୍ଥା କରୁଛନ୍ତି। ଏପଟରେ ଗୋଟେ ବିଦ୍ୟୁତ ଅଫିସ୍ ଆମର ଅଛି ବେଣ୍ଟକାରର ଯେଉଁ ସବ୍ ବିଦ୍ୟୁତ ଡିଭିଜନ ଅଫିସ୍ ଅଛି, ଯେଉଁଟାକି ବହୁତ ଦିନ ଧରି ଏଠି ମାର୍କେଟ କମ୍ପ୍ଲେକ୍ସ ଅଛି, ସେଠି ବିଦ୍ୟୁତ ଡିଭିଜନ ଅଛି, କିନ୍ତୁ ଯେଉଁ ସବଷ୍ଟେସନ ସାଇଟ୍ରେ ଯେଉଁ ସବୁ ଅଛି କେବୁଲ୍ ଫେବୁଲ୍ ଲାଗିଛି ସେଇଟା କ'ଣ ବାରମ୍ବାର ସ୍ପାର୍କ ହେଉଛି, ଫୁଟି ଯାଉଛି। ବିଦ୍ୟୁତର ମାନେ ବିଭ୍ରାଟ ଯାହା ଯାହା ହେବା କଥା ସେଇ ସମସ୍ୟା ମାନ ସବୁ ବାରମ୍ବାର ଦେଖାଯାଉଛି। ଏଠି ଜନସାଧାରଣ ମାନେ ମଧ୍ୟ ଆସୁଛନ୍ତି ମାର୍କେଟ କମ୍ପ୍ଲେକ୍ସ, ଯେହେତୁ 25ଟା 30ଟା ଦୋକାନ ଅଛି, ମାନେ 200 400 500 ଲୋକ ମାନେ ପ୍ରତ୍ୟେକ ଦିନ ଆସୁଛନ୍ତି। ଆଉ ଏ ପଛପଟକୁ ମଧ୍ୟ ଆସନ୍ତି। ଏଠି ଗୋଟେ ପାଣିର ବ୍ୟବସ୍ଥା ଅଛି, ପାଖରେ ପାଣିର ବ୍ୟବସ୍ଥା ଅଛି। ତାରି ପାଖରେ ଠିକ୍ ଦେଖନ୍ତୁ ଏଇଠି ତାର ସବୁ ଯାଇଛି, ବଡ଼ ବଡ଼ ହାଇ ପାୱାର କେବୁଲ୍ ଲାଗିଛି। କେବୁଲ୍ ପଛପଟେ ଇଏ ଅଛି, ଏଠି ପାଣି ଅଛି, 3 ଫେଜ୍ର ଲାଇନ୍ ମଧ୍ୟ ଯାଇଛି, ଯେଉଁଟାକି ଅତି ବିପଜ୍ଜନକ ଅବସ୍ଥାରେ ଅଛି। କିନ୍ତୁ ବିଦ୍ୟୁତ ବିଭାଗ ସରକାରୀ ବିଭାଗର କାହାର ନିଘା ନାହିଁ ଯେ ଏ ବାବଦରେ ଟିକେ ମାନେ ସଚେତନ କରିବା ପାଇଁ। ଏଠି ହୁଏତ ଗୋଟେ ଜାଲି ଲଗାଯାଇପାରନ୍ତା, ଏଠି ଆଉ ଗୋଟେ ସିଫ୍ଟ କରାଯାଇପାରନ୍ତା, କିନ୍ତୁ ଏଠି ମାର୍କେଟ କମ୍ପ୍ଲେକ୍ସ ପଛରେ ଯାହା ଅଛି, ଏଠି ଯେଉଁ ସାଧାରଣ ଲୋକମାନେ ଆସୁଛନ୍ତି କେତେବେଳେ ଯେ କ'ଣ ଘଟିବ କିଛି କହିହେବା ସମ୍ଭବପର ନୁହଁ। ତଥାପି ଆମେ ବିଭାଗକୁ ବହୁତ ଥର ଯୋଗାଯୋଗ କଲା ପରେ ମଧ୍ୟ କିଛି ପ୍ରତିକ୍ରିୟା ମିଳିନି। ବହୁତ ଦେଖନ୍ତୁ, ବହୁତ ମାନେ ଏଇଠି ମହିଳାମାନେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସରେ ଅଛନ୍ତି, ଆସୁଛନ୍ତି ମଧ୍ୟ ବିଭିନ୍ନ ଜାଗାରୁ। ଏଇଠି ଲୋକମାନେ ସବୁ ଆସନ୍ତି ମାନେ ମାର୍କେଟିଂ କରିବା ପାଇଁ, କିନ୍ତୁ ଏଇ ଗୋଟିଏ କେବଳ ସାହାରା ଅଛି। ଏଇଠି ପାଣି ଆସନ୍ତି, ପାଣି ପିଅନ୍ତି, ପାଣି ଧୋଇ ହୁଅନ୍ତି। ଖରାରେ ବହୁତ ଦୂରରୁ ଲୋକମାନେ ଆସିଲା ବେଳେ ଏଇଠି ମୁହଁ ହାତ ଧୋଇ ହୁଅନ୍ତି, ଛୋଟ ପିଲାମାନେ ମଧ୍ୟ ଆସନ୍ତି। କିନ୍ତୁ ବଡ଼ ବ୍ୟତିକ୍ରମ ଯେ ଏଇ ପାଖରେ ଠିକ୍ ସବଷ୍ଟେସନ୍ ଅଛି, ହେଭି କେବୁଲ୍ର 3 ଫେଜ୍ର ଲାଇନ୍ ଅଛି। କେତେବେଳେ ଯେ ବାରମ୍ବାର ଦିନକୁ 4 ଥର 5 ଥର ସ୍ପାର୍କ ହେଉଛି, କଟି ଯାଉଛି, କିନ୍ତୁ କାହାର ନିଘା ନାହିଁ। ହୁଏତ ପାଚେରୀ ବି ଉଠାଯାଇପାରନ୍ତା, ଏ ସିଫ୍ଟ କରାଯାଇପାରନ୍ତା। ତଥାପି ବିଦ୍ୟୁତ ବିଭାଗର କେବେ ନିଘା ଅଛି ଦେଖାଯାଉ, ଜନସାଧାରଣମାନେ ଆଶାୟୀ ଅଛନ୍ତି। କିନ୍ତୁ ଆଉ ଥରେ ଆମେ ଚେଷ୍ଟା କରୁଛୁ, ସମସ୍ତଙ୍କୁ ଆମେ ଅବଗତ କରିବୁ, ପଞ୍ଚାୟତବାସୀମାନଙ୍କୁ ଅବଗତ କରିବୁ। ଆଉ କିଛି ଗୋଟେ ନୂଆ କାର୍ଯ୍ୟକ୍ରମ କରିବା ପାଇଁ ଆମେ ଚାହୁଁଛୁ ଯେ ଏଗୁଡ଼ାକ କିଛି ଗୋଟେ ପରିବର୍ତ୍ତନ ହେବା ଦରକାର। ଯେଉଁ ବିଦ୍ୟୁତଟା ରହିଛି ପାଖରେ ଏଟା ଅତି ବିପଜ୍ଜନକ ଅଛି। ଆମେ ବିଭାଗକୁ ନିବେଦନ କରୁଛୁ ଯେ ଆ ବାବଦରେ କିଛି ଗୋଟେ ପଦକ୍ଷେପ ନିଅନ୍ତୁ। କଟକରୁ ଦେବୀ ଦତ୍ତ, ମୋ ଓଡ଼ିଆ ନ୍ୟୁଜ୍।